ପଶ୍ଚିମବଙ୍ଗକୁ ଚାଲାଣ ବେଳେ 150ରୁ ଉର୍ଦ୍ଧ୍ୱ ମଇଁଷି ଉଦ୍ଧାର, 6 ଜଣ ଗିରଫ। ମଡା ଥାନା ଅନ୍ତର୍ଗତ ଖୁଣ୍ଟିଆର ତାଳଛକ ନିକଟରେ ବିଳମ୍ବିତ ରାତିରେ 150ରୁ ଉର୍ଦ୍ଧ୍ୱ ମଇଁଷି ଚାଲାଣ ହେଉଥିବାର ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ମଡା ଥାନା ଅଧିକାରୀ ସୁମିତ ସରେନଙ୍କୁ ଖବର ଦେଇଥିଲେ। ତେବେ ଖବର ପାଇ ମଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି 150ଟି ମଇଁଷିକୁ ଉଦ୍ଧାର କରିବା ସହ 6 ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ତେବେ ଦିନକୁ ଦିନ ଗାଈ ଗୋରୁ ମଇଁଷି ଚାଲାଣ ବଢୁଥିବା ବେଳେ ସକ୍ରିୟ ଅଛନ୍ତି ମାଫିଆ ଏବଂ ବିଭିନ୍ନ ସମୟରେ ମାଫିଆର ଆକ୍ରମଣ ଶିକାର ହେଉଛନ୍ତି ସାଧାରଣ ଜନତା। ସୂଚନାଯୋଗ୍ୟ ଯେ ଉଦ୍ଧାର ମଇଁଷିଗୁଡ଼ିକ ଭଦ୍ରକ ଚାନ୍ଦବାଲି ଅଞ୍ଚଳରୁ ଆସିଥିବା ବେଳେ ତାଙ୍କ ନିକଟରେ ଜୈନିକ ସରପଞ୍ଚଙ୍କ ଲିଖିତ କାଗଜ ଥିଲା। ତେବେ ଥାନା ଅଧିକାରୀ ଶ୍ରୀ ସରେନ ଉକ୍ତ ସରପଞ୍ଚଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବା ବେଳକୁ ସେ କୌଣସି କାଗଜପତ୍ର ପ୍ରଦାନ କରିନାହାନ୍ତି ବୋଲି ପ୍ରତିକ୍ରିୟା ଦେଇଥିଲେ। ତେବେ ବେଆଇନ ଭାବରେ ଆସୁଥିବାର ଖବର ପାଇ ସମସ୍ତ ମଇଁଷିଗୁଡ଼ିକୁ ଜବତ କରିବା ସହ 6 ଜଣଙ୍କୁ ଅଟକ ରଖିଛି ମଡା ପୁଲିସ।